ତାକୁ ପିଟିନି ଦେଇକି ମୁଁ ବ୍ୟବହାର କରୁନି ସିଏ ମୁଁ ଜାଣି ସେ ମୁଁ ଯାଇଥିଲି ଜଙ୍ଗଲ ମୁଁ ଆସିଲା ମୁଁ ସେଇଠୁ ଛତୁ କୁଡ଼େଇକି ଆସିନି ଦେଇକି ମୁଁ ସ୍କୁଲ କରିନି ବିକିବାକୁ ଯାଇଥିଲି ଆମେ କିଣିକି ଖାଉଛୁ ଆଉ ସେଇଠୁ ମୁଁ ଆସିକି ଦେଖିଲା ବେଳକୁ ଇଏ ଲଙ୍ଗଳା ପତଳା ହେଇକି ଶୋଇଛି ବସ୍ତ୍ର ତା ଦେହରୁ ନଥିଲା ଫୁଲ୍ ଗେଣ୍ଡୁ ନିଶା ହେଇଛି ଫୁଲ୍ ଗେଣ୍ଡୁ ଅଟୋମେଟିକ୍ ସ୍ୱାମୀ ସ୍ତ୍ରୀ ଭିତରେ ଯୋଉଟା ଅଛି ବ୍ୟବହାରଟା ଆପଣ ବି କହିବେ ସେଟା ଆପଣ ସ୍ତ୍ରୀ ବି ଯଦି ଆଜ୍ଞା ଆରେ ଦେହ ପୁରା ବସ୍ତ୍ର ନିଶା ହାଣ୍ଡିଆ ଘର ବର୍ତ୍ତମାନ ବି ଅଛି ଆରେ ବାବା ସେଇଟା ନୁହଁ ଯୋଉଟା ଆପଣ କହୁଛନ୍ତି ଆରେ ମୁଁ ଶୁଣନ୍ ମୁଁ ଆଜ୍ଞା ଶୁଣନ୍ ମୁଁ ଗଲି ଛତୁ କୁଣ୍ଡେଇକି ମୁଁ ବିକିବାକୁ ଗଲି ଆଉ ସେଇଠୁ ମୁଁ କହିନି ଏକୁଶିଆ ମୋର ଭେଣୀ ଘର ମୁଁ କହିଲି ତୁମେ ସାର ପାଖକୁ ଗଲା ପଇସା ତା 100 ଟଙ୍କା ନେଇ ଆସିଲା ସେଇଠୁ ମୁଁ ତାକୁ କହିନି ତୋର ଡ୍ରେସ୍ ପତ୍ର ଆଣିଯିବୁ ଆଉ ବ୍ୟବହାର ସେଇଠି ଦିଆହେବ କାଠଫାଳିଆ ନୁହଁ ହାତର ମାରିଥିନି କୋଉଟା ତାକୁ ଜାବଡ଼ା ପକେଇଥିନି ଜାବଡ଼ା ପକେଇ ନା ନା ସେତେବେଳେ ଭଲ ଥିଲା ହଁ ନା ସେଗୁଡ଼ା ମିଛ 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 ସେଗୁଡ଼ା ଡାହା ମିଛ ତାକୁ ପିଟିନି ଦେଇକି ମୁଁ ବ୍ୟବହାର କରୁନି ସିଏ ଆମେ ଭଲର ସାଙ୍ଗର ଶୋଇଲୁ ସିଏ ଏକଡ଼ ଶୋଇଲା ମୁଁ ଏକଡ଼ ଶୋଇନି ଏଇଠି ଗତକାଲି ଆମର 21 ହେଉଥିଲା ହଉଛୁ ବାସୁଦେବ ସିଂ ଘରେ ସେଇଠି 21 ହେଲା ପରେ ଆମେ ତ ନଥିଲୁ ଆମେ ଘରେ ଥିଲୁ ଡ୍ୟୁଟି ଆମେ ଯାଇଥିଲୁ ଆମେ ସେଇଠି କାମ କରୁଛୁ ଆସିଲା ପରେ ଆମେ ଆଜି ରାତିରେ ଯେତେବେଳେ 1-2ଟା ହେବ ଆମେ ତ ଏମିତି ଧାଁ ଧୁଆ କରେ ରାସ୍ତାରେ ତ ସକାଳେ ଆମେ କହିଲେ ଯେ ଏମିତି ସେମିତି ଘଟଣା ହେଇଛି ଏଇଠି ଲୋକ ଗୋଟେ ମରିଛି ତାପରେ ଆମେ ସକାଳେ ଆସିଲା ପରେ ଆମେ ଦେଖିଲାକୁ ଯେତେବେଳେ ଏ ମଶାର ବସି କିଛି ନଥିଲା ଖାଲି ସିଏ ମାନେ ଶୋଇଥିଲେ ସିଏ ତାଙ୍କ ସ୍ତ୍ରୀ ମାନେ କନ୍ଦାଙ୍କର ସ୍ତ୍ରୀ ଶୋଇଥିଲେ ଏଠି ତ ବ୍ଲଡ଼ ଏପଟେ ବହିଯାଇଛି ତାଙ୍କୁ ମାରିଛନ୍ତି ଇଏ ତାଙ୍କ ନାଁ କ'ଣ ତାଙ୍କ ସ୍ୱାମୀ ଗୁରୁପ୍ରସାଦ ସିଂ ଆମର ଏଇ କାଠପାଳିଆରେ ଆଜ୍ଞା ସେଇଟା ଆମେ ତ ଜାଣିନୁ ଆମେ ତ ଗ୍ରାମବାସୀ ଅଛୁ ଆଜ୍ଞା ଲାଗନ୍ତି ଆଗରୁ ବି ନିଶା ପାଣି ଟିକେ ଖାଆନ୍ତି ସେମାନେ ତ ବହୁତ ଆଗରୁ ଅଛି ସେମିତି ତାଙ୍କର ନିଶା ପାଣି ବ୍ୟବହାର କରନ୍ତି ଆସିକି ମା ମରୁଛନ୍ତି ଦେଖିଲେ ଗାଁ ଲୋକ ତ କହୁଛନ୍ତି ବାପା ମାରିଛନ୍ତି ମୋଠୁ ସାନ ଭାଇ 2 ଜଣ ଆଉ ଭଉଣୀ ଗୋଟେ ଆଗରେ ଝଗଡ଼ା ହେଉଥିଲା जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।